ଆମର ଅନୁଚ୍ଛେଦ 40 ରେ ଆମର ଯାହାକି ଆମ ରାଷ୍ଟ୍ରୀୟ ନିର୍ଦ୍ଦେଶମୂଳକ ନୀତି ଅଟେ ଗ୍ରାମ ପଞ୍ଚାୟତ ଗଠନ କରିବା କଥା କହୁଛି। ଏହା ବିଷୟରେ ଅଧିକ ସୂଚନା ଆମର କିଏ ଦଉଛି ନା ଭାଗ 9 ଦେଇଥାଏ, ଯୋଉଟା କି 243 ରେ ଲେଖା ହେଇଛି। ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନ କଣ ଥିଲା? ଗ୍ରାମର ଉନ୍ନତିରେ ହିଁ ଦେଶର ଉନ୍ନତି ଅଟେ। ତେଣୁକରି ପ୍ରଥମେ ତାଙ୍କ ଶିଷ୍ୟ ଜବାହରଲାଲ ନେହେରୁ ଚେଷ୍ଟା କଲେ। ତା ପରବର୍ତ୍ତୀ ସମୟରେ କଣ ନା ଆମର ମୋରାରଜୀ ଦେଶାଇ ସରକାର ଚେଷ୍ଟା କଲେ, କିନ୍ତୁ ତାହା ସଫଳ ହୋଇପାରି ନଥିଲା। ପରବର୍ତ୍ତୀ ସମୟରେ କିଏ ଚେଷ୍ଟା କଲେ? 1991 ମସିହାରେ PV ନରସିଂହ ରାଓ କଣ କରିଥିଲେ? ଚେଷ୍ଟା କରିଥିଲେ ଏବଂ ଭାରତରେ କଣ ଦିଟା ସମ୍ବିଧାନ କରିଥିଲେ। 1992 ମସିହାରେ 73ତମ ସମ୍ବିଧାନ ସଂଶୋଧନ, ଆଉ ଆମର କଣ 74ତମ ସମ୍ବିଧାନ ସଂଶୋଧନ। ଏହାକୁ କରି ସେ କଣ କରିଥିଲେ ନା ଗ୍ରାମାଞ୍ଚଳ ସ୍ଥାୟୀ ଶାସନ ଗଠନ କରିଥିଲେ, ଆଉ ଗୋଟେ ଭାଗ ଯୋଗ କରିଥିଲେ, ଭାଗ 9 ଯୋଗ କରିଥିଲେ, ଆଉ ସେଠୁ 11 କୁ ଯୋଗ କରିଥିଲେ, ଆଉ ଏହାକୁ ଲାଗୁ କରିଦେଇଥିଲେ 1993 ମସିହାରେ ଲାଗୁ କରିଦେଇଥିଲେ। ଏବଂ 3ଟା ସ୍ତର ସେ କହିଥିଲେ, ନିମ୍ନ ସ୍ତରରେ ଗ୍ରାମ ପଞ୍ଚାୟତ, ମଧ୍ୟମ ସ୍ତରରେ ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦ ଆମର କଣ ଉଚ୍ଚ ସ୍ତରରେ ରହିବ ବୋଲି କହିଥିଲେ। ସେପରି ଆମର 1992 ମସିହାରେ 74ତମ ସମ୍ବିଧାନ ସଂଶୋଧନ କରାଯାଇଥିଲା ଏବଂ ସହରାଞ୍ଚଳ ସ୍ଥାୟୀ ଶାସନକୁ ଭାରତରେ ଲାଗୁ କରାଯାଇ ଏବଂ ଏହା ବିଷୟରେ ଅଧିକ ସୂଚନା ଆମେ କୋର୍ଟ ଦେଇଥାଏ। ଭାଗ 9 ରେ ଆମର କଣ ଯେ 243 ABCD ଟାଇପ ଭାବରେ ତାର ଆଉ ଗୋଟେ ଭାଗ ହେଲେ ପାର୍ଟ 9 ବି ସମବାୟ ସଂସ୍ଥା ଭାବେ ଗଠନ କରାଯାଇଥିଲା। ଏଠି ଆମେ ଗୋଟେ ଅନୁସୂଚୀ ଏଟେ କରିଥିଲେ, ଅନୁସୂଚୀ 12 କୁ ଏଟେ କରିଥିଲେ। ଏହାକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯାଇଥିଲେ କେବେ? 1993 ମସିହାରେ ଏହାକୁ ପୁରାପୁରି ଭାବରେ ଲାଗୁ କରାଯାଇଥିଲା। ସେପରି ଭାବରେ ଏଟା କେତୋଟି ସ୍ତର ଅଟେ ନା 3ଟି ସ୍ତର ଅଟେ। ଉଚ୍ଚ ସ୍ତରରେ ଆମର ମହାନଗର ନିଗମ, ଯେପରି ଭାବରେ ଆମର ବ୍ରହ୍ମପୁର, କଟକ, ତାପରେ ଦିଲ୍ଲୀ ଏହାକୁ ଯାଉଛି ଏଠି। ପୌରପାଳିକା ମଧ୍ୟମ ସ୍ତରରେ, ଯେପରି ଭାବରେ କାଉଟ କଲା ଛୋଟିଆ ଛୋଟିଆ ସହର। ତାପରେ ଆମର NIC ଏରିଆ, ଯାହାକୁ ଆମେ ନୋଟିଫାଏଡ ଏରିଆ କାଉନସିଲ, ବିଜ୍ଞାପିତ ଅଞ୍ଚଳ, ଯେପରି ଭାବରେ ଆମର ଡିଗୋ ପଏଣ୍ଟ ହେଇଗଲା, ଶେରଗଡ଼ ହେଇଗଲା, ଏଗୁଡିକ ଆମର କଣ ଯେ ଏଇ ଛୋଟ ଛୋଟ ବ୍ୟବସ୍ଥାରେ ଆମର। ଆଶା କରୁଛି ଆପଣଙ୍କୁ କଣ ଯେ ପୁରାପୁରି ବୁଝା ପଡିଯାଇଥିବ ଯେ ଗ୍ରାମ ପଞ୍ଚାୟତ ଗଠନ ଓ ସହରାଞ୍ଚଳ ସ୍ଥାୟୀ ଶାସନ ଗଠନ ହେବାର ଇତିହାସ କଣ ଅଟେ।